ବେପାର ଆଉ ଆଜ୍ଞା କରିହେବନି ସତ କଥା। ଏଭଳିଆ ରେଟ୍ରେ ବେପାର କରିହେବନି। ଘରକୁ ପେଡ଼ି ମୁତରା ବାନ୍ଧିକି ଘରେ ଯାଇ ବସିବା କଥା, ଆଉ କିଛି କରିହେବନି। ଯାହା କବ 10 ଟଙ୍କା 12 ଟଙ୍କା ବିକୁଥିଲୁ, ବର୍ତ୍ତମାନ 15 କହିଲା ବେଳକୁ ଲୋକ ଅଶାନ୍ତି ହଉଛନ୍ତି। କହୁଛନ୍ତି କାହିଁ ତମର ଚିନି ଏତେ ବଢ଼ିଲା ବେଳକୁ ତମ ଚା କପରେ 5 ଟଙ୍କା 3 ଟଙ୍କା ବଢ଼େଇ ଦବ। ଚିନି ବର୍ତ୍ତମାନ କାହିଁ ଆଉ ସେ କଥା ପଚାରୁଛନ୍ତି? ବର୍ତ୍ତମାନ 40 45 70 ଟଙ୍କା 75 ଟଙ୍କା ଆସି ଚିନି ହେଲାଣି। ବେପାର ବି ଆଉ କରିହେବନି ଯାହା ଲାଗୁଛି, କାହିଁକିନା ପବ୍ଲିକ ଆଉ ତାତିକି ଅସମ୍ଭାଳ ହେଲେଣି। ପଇସା ଆଉ 10 ଟଙ୍କା 12 ଟଙ୍କାରୁ କିଏ ଅଧିକା ଦଉନାହାନ୍ତି। ଆଉ 15 ଟଙ୍କା କଲା ବେଳକୁ ଲୋକ କିଛି କମ୍ପ୍ଲେନ କଲେଣି। ଆଉ ଯାହା ଜଣାପଡୁଛି ବେପାର ପତ୍ର କରିହେବନି। ଧର ଗାଁକୁ ଯିବାକୁ ପଡ଼ିବ ଧାନ ଚାଷ କରିବୁ, ଧାନ ଚାଷ କଲେ ବି ଅକଳିଆ ବନ୍ୟା ପାଣି ହେଲାଣି। ଆଉ ସରକାର ସେଥିପ୍ରତି ବି କିଛି ସାହାଯ୍ୟ କରୁନାହାନ୍ତି। ଆଉ କରିବୁ କ'ଣ? ଲାଷ୍ଟକୁ ଘରେ ବସି ଭିକ ମାଗିବା କଥା ଆଉ। ହଁ, ଗ୍ୟାସ୍ ରେଟ୍ ତ ବଢିଛି। ବର୍ତ୍ତମାନ ଆମେ କିଣୁଛୁ 1100 2200 ଏଇଭଳିଆ ଗ୍ୟାସ୍ କିଣା ହଉଛି। ଚିନି ବଢିଛି, ଚା ପତି କୋଉ ଜିନିଷ ନ ବଢି, ସବୁ ଜିନିଷ ତ ବଢୁଛି। ଆଉ କ'ଣ ଆମେ ବେପାର କରିବୁ? ହଁ, ଆମେ ବି ଶୁଣୁ ସେଇ 100 ଡେଇଁଯିବ ବୋଲି, କିଛି ଅସମ୍ଭବ କଥା ନୁହଁ। ଆଗରୁ 40 ଟଙ୍କା 42 45 ଭିତରେ କିଣା ହଉଥିଲା, ବର୍ତ୍ତମାନ 70 କିଣା ହେଲାଣି। କ'ଣ ହଠାତ୍ ବଢିଲା? ଆମେ ତ ସେ ରାତିକ ଭିତରେ ସଡନ ବଢିଯାଇଛି, ଆମେ ଶୁଣିକି ଆସୁଛୁ। ହଁ, 5 ଟଙ୍କା 3 ଟଙ୍କା ବଢିଥାନ୍ତା ଅଲଗା କଥା, ସଡନ ବଢିଯାଇଛି ନା। ଯାହା କବ 10 ଟଙ୍କା 12 ଟଙ୍କା ବିକୁଥିଲୁ, ବର୍ତ୍ତମାନ 15 କହିଲା ବେଳକୁ ଲୋକ ଅଶାନ୍ତି ହଉଛନ୍ତି। କହୁଛନ୍ତି କାହିଁ ତମର ଚିନି ଏତେ ବଢ଼ିଲା ବେଳକୁ ତମ ଚା କପରେ 5 ଟଙ୍କା 3 ଟଙ୍କା ବଢ଼େଇ ଦବ। ବେପାର ଆଉ ଆଜ୍ଞା କରିହେବନି ସତ କଥା। ଏଭଳିଆ ରେଟ୍ରେ ବେପାର କରିହେବନି। ଘରକୁ ପେଡ଼ି ମୁତରା ବାନ୍ଧିକି ଘରେ ଯାଇ ବସିବା କଥା, ଆଉ କିଛି କରିହେବନି। ହଁ, ସବୁ ଜିନିଷ ତ ବଢୁଛି। ଆଉ ସରକାର ଆସିଛନ୍ତି, ଏ ସରକାର କ'ଣ ହୁତୁ ଦେଇ ରେଟ୍ ବଢୁଛି?